ରାତିର ଅନ୍ଧାରରେ ବଙ୍ଗୋପସାଗରରୁ ଉଦ୍ଧାର ହୋଇଛି ଏକ ମାଲବାହୀ ଜାହାଜ। ଏହା ସହ ପାଣି ଭିତରୁ 11 ଜଣଙ୍କ ଜୀବନ ବଞ୍ଚାଇବାରେ ସଫଳତା ମିଳିଛି। ଏହି ଅଭିଯାନ ଆଇସିଜି ପାଇଁ ଖୁବ୍ ଚ୍ୟାଲେଞ୍ଜିଂ ଥିଲା, ତେବେ ସଫଳତାର ସହ ଏହାକୁ ପୂରା କରିପାରିଛି ଭାରତୀୟ ତଟରକ୍ଷା ବାହିନୀ। ମୁମ୍ବାଇରେ ପଞ୍ଜୀକୃତ ଏକ ମାଲବାହୀ ଜାହାଜ କୋଲକାତାରୁ ପୋର୍ଟ ବ୍ଲେୟାର ଯାଉଥିଲା। ଏହି ସମୟରେ ପଶ୍ଚିମବଙ୍ଗର ସାଗର ଦ୍ୱୀପରୁ ପ୍ରାୟ 90 ମାଇଲ ଦକ୍ଷିଣରେ ବୁଡ଼ି ଯାଇଥିଲା ଏହି ମାଲବାହୀ ଜାହାଜ। କୋଲକାତାରେ ଆଇସିଜିର ଆଞ୍ଚଳିକ ମୁଖ୍ୟାଳୟ ଉତ୍ତର ପୂର୍ବ ତୁରନ୍ତ 2ଟି ଆଇସିଜି ଜାହାଜ ଓ ଏକ ଡୋର୍ନିୟର ବିମାନକୁ ଘଟଣାସ୍ଥଳକୁ ପଠାଇଥିଲା। ଉନ୍ନତ ରାତ୍ରିକାଳୀନ ସେନ୍ସର ଥିବା ଡୋର୍ନିୟର ବିମାନ ସଙ୍କଟଗ୍ରସ୍ତ ଚାଳକ ଦଳର ଗ୍ରୀନ୍ ସିଗ୍ନାଲ ଦେଖିଥିଲା। ପାଗ ଖରାପ ଥିଲେ ମଧ୍ୟ ଆଇସିଜିର ଜାହାଜ ସାରଙ୍ଗ ଓ ଅମୋଘ ଡୋର୍ନିୟର ବିମାନ ସହ ମିଶି ସମନ୍ୱିତ ଜଳମାର୍ଗ ଓ ଆକାଶ ମାର୍ଗରେ ଉଦ୍ଧାର କାର୍ଯ୍ୟ ଜାରି ରଖିଥିଲା। ଫଳରେ ରବିବାର ବିଳମ୍ବିତ ରାତ୍ରି ଓ ସୋମବାର ଭୋରୁ ଭୋରୁ ମାଲବାହୀ ଜାହାଜ ସହ ଚାଳକ ଦଳର ସମସ୍ତଙ୍କୁ ସୁରକ୍ଷିତ ଭାବରେ ଉଦ୍ଧାର କରିଥିଲା ଆଇସିଜି।